ଆଜି ଜାଣିବା ଚାଲନ୍ତୁ ସେ ତଅପୋଇର କରୁଣ କାହାଣୀ। ସାତ ଭାଇଙ୍କର ଯେଉଁ ଅଲିଳ ଭଉଣୀ ତାକୁ ଦେଇଥିବା ସମୁଦାୟ ସାତ ଭାଉଜଙ୍କର ଦୁଷ୍ଟାମୀ ପ୍ରକୃତି ଆଜି ବର୍ଣ୍ଣନା କରିବା। ଦେଖନ୍ତୁ, ତଅପୋଇ ନାମକ ଯେଉଁ ଝିଅର ସାତ ଭାଇ ଥିଲେ, ସାଧବ ସାତ ପୁଅ, ସେମାନେ ବିଦେଶକୁ ଯାଇଥିଲେ ଏବଂ ବିଦେଶରେ ରହି ଟଙ୍କା ରୋଜଗାର କରୁଥିଲେ। କିନ୍ତୁ ସାତ ଭାଇର ସାତଟି ସ୍ତ୍ରୀ ଘରେ ରହୁଥିଲେ ଏବଂ ଛଅଟି ସ୍ତ୍ରୀ ତାକୁ ବହୁତ କଦର୍ଯ୍ୟ ଦୁଃଖ ଦେଉଥିଲେ। ପର ବୁଦ୍ଧିରେ ପଡ଼ି, ପର ଗୋଟେ ରାଣ୍ଡି ବ୍ରାହ୍ମଣୀ ବୁଦ୍ଧିରେ ପଡ଼ିକି ବହୁତ କଷ୍ଟ ଦେଉଥିଲେ। ତାକୁ ଖାଇବାକୁ ଦେଉନଥିଲେ। ଗୋଟିଏ ଭାଉଜ ତାକୁ ଖାଇବାକୁ ଦେଉଥିଲେ ଓ ତାର ଭଲ ମନ୍ଦ ବୁଝୁଥିଲେ। ଦିନକର କଥା, ଯେତେବେଳେ ସାଧବ ସାତ ପୁଅ ଫେରିଲେ, ସମସ୍ତ କାହାଣୀ ସେ ଭାଇମାନଙ୍କୁ କହିବାରୁ ଭାଇମାନେ ତାକୁ ପ୍ରାୟଶ୍ଚିତ ଉପଯୁକ୍ତ ଦଣ୍ଡ ଦେଲେ ଓ ଯେଉଁ ବୋହୂଟି ତାକୁ ଖାଇବାକୁ ଦେଉଥିଲେ ତାକୁ ଧନ୍ୟ ଧନ୍ୟ କରି ବହୁତ ଖୁସିରେ ରଖିଲେ। ଏଇଟା ହେଉଥିଲା ତଅପୋଇର କାହାଣୀ।